वेलकम मैशेबल इंडिया का स्वागत है। वहाँ पे लगाया है और इस क्रिसमस में मैंने अपने सेंटा क्लॉज खरीदा उधर। और मेरे से जो है ये हमारा एंजल का टेबल है और हर शाम को हम यहाँ पे कैंडल्स जलाते हैं क्योंकि इधर में पैदा हुई हूँ एंड मैंने बैप्टिज्म लिया है। क्रिश्चियन स्कूल में थी मैं, तो मेरे फ्रेंड्स सब क्रिश्चियन थे। समस्त प्रभु जीशुख्रीष्ण नाम मोर आंतरिक नमस्कार। ख्रीष्टर प्रिय भाई एवं भनी माने किछि मास तले गोटे वीडियो प्रबल मात्रा भाइराल होता। से वीडियो नथिला, सेटा थिला एक वीडियो क्लिप थिला। आ जोंटिके देखा जाउथला गोविंदा एक चर्च भितर बसिक से कौन करुले, प्रार्थना करुले। आउ से वीडियो को से निजे भाइराल करथिले निजर इंस्टाग्राम अकाउंट रे। से वीडियो को पकेगी से निजे ही भाइराल करथिले। आपन तांकर इंस्टाग्राम अकाउंट को जाइए आपन भी देखि परिबे जे से चर्च भितर आ से किपरि प्रार्थना करूचंती। तापर आउरे वीडियो भी सामना को आसिला जोंठी सुनीता आहूजा से होचंती गोविंदा आहूजा, तांकर पत्नी सुनीता आहूजा। से मत डिक्लेयर करुचंती। से कौन डिक्लेयर करुचंती और से निजे ख्रीस्टियन बोली कहउचंती एवं तांकर बाप्तिस्म हे सारिछि बोली से कहउचंती। वर्तमान आउ गोटे वीडियो सामना को आछि जोंठी सुनीता आहूजा तांकर घर को पूरा पूरी माने चर्च रे पूरा सजाई दैचंती। माने गोटे चर्च भितर जमी थाए जहाँ भी थाए तांको घर को पूरा सेमती सजाई। से एंजल अच्छी, तापरे सांता क्लॉज अच्छी, बहुत किसी विषय अच्छे, कैंडल अच्छी, सब विषय अच्छे। तबे ये समस्त विषय को देखिकी माने बहुत लोक माने समान को विश्वास हो जाइए जे गोविंदा परिवार संपूर्ण से माने ख्रीस्टियन हो गले बा गोविंदा संपूर्ण परिवार से माने हिंदू धर्म को से कौन कले परित्याग करिसंती आ से माने वर्तमान ख्रीस्टियन। ये समस्त विषय देखिला परे तबे मोर प्रश्न होउछि, आज प्रश्न होउछि कौन सतरे गोविंदा परिवार ख्रीस्टियन हो गले कि? एटा होउछि आज प्रश्न। तबे प्रिय बंधुगण, जदि आपण से वीडियो क्लिप गुड़ी को पूरा ध्यान सहित देखिए, ध्यान सहित देखिले आपन को गोटे विषय जना पड़िबो। से माने जो चर्च रे बसी थिले सुनीता आहूजा और गोविंदा आहूजा, से माने जो चर्च को जाइथिले ता कौन से बाप्टिस्ट चर्च नुहे कि ता कौन सी पेंटिकोस्टाल चर्च नुहे,
ତାହା ହେଉଛି ଏକ କ୍ୟାଥୋଲିକ୍ ଚର୍ଚ୍ଚ। ଆଉ କ୍ୟାଥୋଲିକ୍ ଚର୍ଚ୍ଚରେ ଆପଣ ଜାଣିଥିବେ ସେମାନେ ମରିୟମକୁ ବେଶୀ ମାନନ୍ତି। ଆଉ ସେମାନଙ୍କର ବିଶ୍ୱାସ, ସେମାନଙ୍କର ଚିନ୍ତାଧାରା ଯେ ମରିୟମ ହେଉଛନ୍ତି ଯୀଶୁଖ୍ରୀଷ୍ଟଙ୍କ ଠାରୁ ମହାନ ବା ବଡ଼। ଯଦି ଆପଣ ସେମାନଙ୍କୁ ପ୍ରଶ୍ନ କରିବେ, ସେମାନେ ଏହା କହନ୍ତି ମା ଆଗ ନା ପୁଅ ଆଗ। ତେବେ ଛାଡ଼ନ୍ତୁ, ସେ ବିଷୟରେ ଅନେକ ଯୁକ୍ତି ଅଛି। ଏ ବିଷୟକୁ ନେଇକି ଆଉ କେବେ ଗୋଟେ ଭିଡ଼ିଓ ମୁଁ ତିଆରି କରିବି। କ୍ୟାଥୋଲିକ୍ ଚର୍ଚ୍ଚ ଭର୍ସେସ୍ ବାପ୍ଟିଷ୍ଟ ଚର୍ଚ୍ଚ ବା ପେଣ୍ଟିକୋଷ୍ଟାଲ ଚର୍ଚ୍ଚ, ତାକୁ ନେଇକି ଗୋଟେ ଭିଡ଼ିଓ ପରେ ମୁଁ ତିଆରି କରିପାରେ। କିନ୍ତୁ ଆଜି ମୋର ସେଇଟା ପ୍ରସଙ୍ଗ ନୁହେଁ। ଆଜିର ପ୍ରସଙ୍ଗ ହେଉଛି କ'ଣ ସେମାନେ ସତରେ ହିନ୍ଦୁ ଧର୍ମ ଛାଡ଼ିଦେଲେ କି? ତେବେ ମୁଁ କାହିଁକି କହୁଛି ସେମାନେ କ୍ୟାଥୋଲିକ୍ ଚର୍ଚ୍ଚକୁ ଯାଇଥିଲେ, ତାର ମଧ୍ୟ କାରଣ ଅଛି। ଯଦି ଆମର ଧ୍ୟାନର ସହ ଦେଖିବେ ସେଇ ଚର୍ଚ୍ଚ ଭିତରେ କ୍ୟାଣ୍ଡେଲ୍ ଜଳୁଛି। ଆଉ ସୁନିତା ଆହୁଜା ମଧ୍ୟ ନିମନ୍ତ୍ରଣ କରୁଛନ୍ତି ତାଙ୍କ ଘର ମଧ୍ୟକୁ, ୱେଲକମ୍ ୱେଲକମ୍ କହିକି। ଆଉ ସବୁକିଛି ଦେଖାଉଛନ୍ତି। ଆପଣ ଦେଖିବେ ସେଠି ଗୋଟେ କ୍ୟାଣ୍ଡେଲ୍ ଜଳୁଛି। ଆଉ ସେ ମଧ୍ୟ କହୁଛନ୍ତି ଆମେ ପ୍ରତିଦିନ କ୍ୟାଣ୍ଡେଲ୍ ଜଳାଉ। ତେବେ ଆପଣ ଜାଣିଥିବେ କେଉଁ ଚର୍ଚ୍ଚରେ କ୍ୟାଣ୍ଡେଲ୍ ଜଳା ହୁଏ? ନିହାତି ଭାବରେ କ୍ୟାଥୋଲିକ୍ ଚର୍ଚ୍ଚରେ ହିଁ କ୍ୟାଣ୍ଡେଲ୍ ଜଳା ହୁଏ। କିନ୍ତୁ ଆଉ ଯେତେ ଚର୍ଚ୍ଚ ଅଛି, ଧରାଯାଉ ପେଣ୍ଟିକୋଷ୍ଟାଲ ଚର୍ଚ୍ଚ ହେଉ କିମ୍ବା ବାପ୍ଟିଷ୍ଟ ଚର୍ଚ୍ଚ ହେଉ, ଏ ଚର୍ଚ୍ଚ ମଧ୍ୟରେ କ୍ୟାଣ୍ଡେଲ୍ ଜଳା ହୁଏନି। କ୍ୟାଣ୍ଡେଲ୍ ଜଳେଇକି ମରିୟମଙ୍କର ଉପାସନା କରାଯାଏନି, ପେଣ୍ଟିକୋଷ୍ଟାଲ ଚର୍ଚ୍ଚ ହେଉ କିମ୍ବା ବାପ୍ଟିଷ୍ଟ ଚର୍ଚ୍ଚ ହେଉ। ତେବେ କ୍ୟାଣ୍ଡେଲ୍ କେଉଁଠି ଜଳା ହୁଏ? କ୍ୟାଣ୍ଡେଲ୍ ଜଳା ହୁଏ କ୍ୟାଥୋଲିକ୍ ଚର୍ଚ୍ଚରେ। ତେବେ ପ୍ରିୟ ବନ୍ଧୁଗଣ, ଏଇଟା ହେଉଛି ସତ୍ୟତା, ଆଉ ଯେଉଁଟାକି ବହୁତ ମାତ୍ରାରେ ଭାଇରାଲ୍ ହେଇଥିଲା। ତେବେ ପ୍ରଶ୍ନ ହେଉଛି, ଗୋବିନ୍ଦା ପରିବାର ସେମାନେ ଖ୍ରୀଷ୍ଟିଆନ ହେଇଗଲେ କି? ସେମାନେ ହିନ୍ଦୁ ଧର୍ମ ପରିତ୍ୟାଗ କଲେ କି? ଏହାର ଉତ୍ତର ଯଦି ଆମେ ଦେଖିବା, ଏପର୍ଯ୍ୟନ୍ତ କୌଣସି କ୍ଲିଅର୍ ହେଇନାହିଁ ସେମାନେ ହିନ୍ଦୁ ଧର୍ମ ପରିତ୍ୟାଗ କଲେ ନା ନାହିଁ। କାରଣ ଆପଣ ହୁଏତ ଜାଣିଥିବେ କି ନ ଜାଣିଥିବେ, ଅନେକ ଦିନ ପୂର୍ବରୁ ଆଉ ଗୋଟେ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଥିଲା। ମାନେ ଗୋବିନ୍ଦାଙ୍କର ଚର୍ଚ୍ଚ ଯିବା ପୂର୍ବରୁ ଆଉ ସେ ଶିବସେନା ଦଳରେ ସେ ଯୋଗଦାନ କରିଥିଲେ। ଯେପରିକି RSS, ବଜରଙ୍ଗ ଦଳ, ସେମିତି ଗୋଟେ ଦଳ ଅଛି ଶିବସେନା ଦଳ। ଆଉ ଶିବସେନା ଦଳରେ ଗୋବିନ୍ଦା କ'ଣ କରିଥିଲେ? ସେ ଯୋଗଦାନ କରିଥିଲେ, ତାଙ୍କର ଜଣେ ମେମ୍ବର ହେଇଥିଲେ। ତାର ମଧ୍ୟ ଭିଡ଼ିଓ ମୁଁ ଦେଖିଅଛି, ସେଥିପାଇଁ ମୁଁ କହୁଛି ଆପଣମାନଙ୍କୁ। ତେବେ ଯେତେବେଳେ এই ଭିଡ଼ିଓ ମୁଁ ଦେଖିଲି, ଭିଡ଼ିଓ କ୍ଲିପ୍ ଦେଖିଲି, ମୋ ମନରେ ଗୋଟେ ପ୍ରଶ୍ନ ଆସିଲା। ଯେଉଁ ବ୍ୟକ୍ତି ଶିବସେନା ଦଳରେ ଜଏନ୍ କରିଥିଲା, ସେ ଏତେ ଶୀଘ୍ର ମନ ପରିବର୍ତ୍ତନ କରିଦେଲା କି? ହୁଏତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ କୌଣସି ବିଷୟ ଅସମ୍ଭବ ନୁହେଁ, ଆଉ ସେ ସମସ୍ତ ବିଷୟ ସମ୍ଭବ କରନ୍ତି। ତାଙ୍କଠାରେ ସମସ୍ତ ବିଷୟ ସମ୍ଭବ ଅଟେ। କିନ୍ତୁ ପ୍ରଶ୍ନ ଉଠିଥିଲା ଯେ ଗୋବିନ୍ଦା ଆହୁଜା ତାଙ୍କର ପରିବାର ଆଉ ସେମାନେ ହିନ୍ଦୁ ଧର୍ମ ପରିତ୍ୟାଗ କଲେ କି? ଯେହେତୁ ତା ପୂର୍ବରୁ ଗୋବିନ୍ଦା ଶିବସେନା ଦଳରେ ଜଣେ ସଦସ୍ୟ ଭାବରେ ଜଏନ୍ କରିଥିଲେ, ସେଥିପାଇଁ ଏଇଟା କ୍ଲିଅର୍ ହୋଇପାରିନାହିଁ ଯେ ସେମାନେ ସମ୍ପୂର୍ଣ୍ଣ ରୂପରେ ସେମାନେ ହିନ୍ଦୁ ଧର୍ମ ପରିତ୍ୟାଗ କରିଥିଲେ ନା ନ କରିଥିଲେ। ଆଉ ଯଦି ବି ସେମାନେ ଚର୍ଚ୍ଚକୁ ଯାଇଥିଲେ, କୌଣସି ପେଣ୍ଟିକୋଷ୍ଟାଲ ଚର୍ଚ୍ଚ ନୁହେଁ କିମ୍ବା କୌଣସି ବାପ୍ଟିଷ୍ଟ ଚର୍ଚ୍ଚ ନୁହେଁ। ସେମାନେ ଯେଉଁ ଚର୍ଚ୍ଚକୁ ଯାଇଥିଲେ ସେଇଟା ହେଉଛି ଏକ କ୍ୟାଥୋଲିକ୍ ଚର୍ଚ୍ଚ। ହଁ ଆଜ୍ଞା, ଏହା ହିଁ ସତ୍ୟଟା ଅଟେ। ବାକି ଆପଣଙ୍କ ଉପରେ ଡିପେଣ୍ଡ ରହିଲା କି ଆପଣ କ'ଣ ଭାବୁଛନ୍ତି। ଏ ସମସ୍ତ ଭିଡ଼ିଓ କ୍ଲିପ୍ ଦେଖିକି ଆପଣ କ'ଣ ଭାବୁଛନ୍ତି? ପ୍ରକୃତରେ ସେମାନେ ଖ୍ରୀଷ୍ଟିଆନ ହେଇଗଲେ କି? ସେମାନେ ହିନ୍ଦୁ ଧର୍ମ ପରିତ୍ୟାଗ କରିଦେଲେ କି? ଆପଣ এই ବିଷୟରେ କମେଣ୍ଟ ବକ୍ସରେ ଜଣାଇ ପାରିବେ ଯେ ପ୍ରକୃତରେ ସେମାନେ ଯୀଶୁଙ୍କୁ ଗ୍ରହଣ କରିଛନ୍ତି ନା କରିନାହାନ୍ତି। ଆପଣ କ'ଣ ଲାଗୁଛି, ଆପଣଙ୍କର ମତାମତ ଆପଣ ଦେଇପାରିବେ କମେଣ୍ଟ ବକ୍ସରେ। ତେବେ ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଯଦି এই ଭିଡ଼ିଓ ଆପଣଙ୍କୁ
जदि भल लगु थाए तबे वीडियो को आपण निहाती भाव में शेयर करेंगे वीडियो को अन्य सहित आउ जदि चाहते आगामी दिन मानक आउरी वीडियो देखा निमंते तेबे सब्सक्राइब कर रखंतु इस चैनल को कारण आगामी दिन मानक यही वीडियो आसीबो अनेक वीडियो और चैनल को सब्सक्राइब करंतु वीडियो को लाइक करी वीडियो को शेयर करंतु आउ जदि संभव गोटे कमेंट करंतु आपण को मन रे कौन प्रश्न अछि तार उत्तर देया पाई मु यथाशीघ्र चेष्टा करिवि। नमस्कार।